ନିଜସ୍ୱ ଘର ଖଣ୍ଡିଏ ପାଇଁ ଅପେକ୍ଷା କରିଥିବା ହିତାଧିକାରୀଙ୍କ ମୁହଁରେ ହସ। ପୁରସ୍ତମପୁର ଏନ୍ଏସି ପକ୍ଷରୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ 18 ଜଣଙ୍କୁ ପ୍ରଦାନ କରାଯାଇଛି କାର୍ଯ୍ୟାଦେଶ। ଆସ୍କା ସାଂସଦ ଓ ଖଲିକୋଟ ବିଧାୟକଙ୍କ ଉପସ୍ଥିତିରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ଟଙ୍କା ପାଇବାରୁ ବିଳମ୍ବକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ଜଣେ କାଉନସିଲର। ଏନ୍ଏସିର ଅସ୍ଥାୟୀ କାର୍ଯ୍ୟନିର୍ବାହୀ ଅଧିକାରୀ ସଙ୍ଗୀତା ସେଠୀଙ୍କ ନିର୍ଦ୍ଦେଶ କ୍ରମେ ଆଜି ବୈଠକ ଗୃହରେ ଆୟୋଜିତ ହୋଇଥିଲା କାର୍ଯ୍ୟାଦେଶ ବଣ୍ଟନ ଶିବିର। ଏଥିରେ ମୁଖ୍ୟ ଅତିଥି ଭାବେ ଆସ୍କା ସାଂସଦ ଅନିତା ଶୁଭଦର୍ଶିନୀ, ଖଲିକୋଟ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀ ଏବଂ ଏନ୍ଏସିର ଭାରପ୍ରାପ୍ତ ଅଧ୍ୟକ୍ଷ କୃଷ୍ଣଚନ୍ଦ୍ର ପଣ୍ଡା ଯୋଗଦେଇ 18 ଜଣ ହିତାଧିକାରୀଙ୍କୁ କାର୍ଯ୍ୟାଦେଶ ବାଣ୍ଟିଥିଲେ। ଏହି ଯୋଜନାର ହିତାଧିକାରୀଙ୍କୁ 2,50,000 ଟଙ୍କା ପ୍ରଦାନ କରାଯିବାର ବ୍ୟବସ୍ଥା ରହିଛି। ଯଦି କୌଣସି ହିତାଧିକାରୀ 3 ରୁ 4 ମାସ ମଧ୍ୟରେ ଘର କାମ ସାରନ୍ତି ତେବେ ତାଙ୍କୁ ଅତିରିକ୍ତ 20,000 ଟଙ୍କା ପ୍ରୋତ୍ସାହନ ରାଶି ମିଳିବ। ସେପରି 6 ମାସ ମଧ୍ୟରେ କାମ ସାରିଲେ 10,000 ଟଙ୍କାର ବୋନସ୍ ମିଳିବ ବୋଲି ସୂଚନା ଦିଆଯାଇଛି। ତେବେ ଏସବୁ ଭିତରେ କାଉନସିଲର ଅଶୋକ କୁମାର ମହାକୁଡ଼ ସରକାରୀ ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠାଇଛନ୍ତି। ଜିଆଇ ଟ୍ୟାଗ ପରେ ମଧ୍ୟ କିସ୍ତି ଟଙ୍କା ମିଳିବାରେ ହେଉଛି ବିଳମ୍ବ, ଯାହା ଗରିବ ହିତାଧିକାରୀଙ୍କ ପାଇଁ ସମସ୍ୟା ସୃଷ୍ଟି କରୁଛି। ତୁରନ୍ତ ଟଙ୍କା ଛାଡ଼ିବାକୁ ସେ ପ୍ରଶାସନ ନିକଟରେ ଦାବି କରିଛନ୍ତି। ବ୍ରହ୍ମପୁରରୁ ଜଗନ୍ନାଥ ସାହୁଙ୍କ ରିପୋର୍ଟ, ଡୁମାଣି ଟିଭି।